ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରି ହେଲେ ମଣିଷର କୁକୁର। ଏହି ନ୍ୟୁଜଟି ଆପଣ ଦେଖିଥିବେ। ଜଣେ ଜାପାନର ଟୋକୋ ନାମକ ବ୍ୟକ୍ତି ସେ କୁକୁର ପ୍ରତି ପ୍ରେମ ଥିଲା ବୋଲି 220 କୋଟିର ମାଲିକ ମଣିଷରୁ ହେଲେ କୁକୁର। ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହାର ସତ୍ୟତା କଣ ଜାଣିବା ଏହି ଭିଡିଓରେ। ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ପ୍ଲାଷ୍ଟିକ ସର୍ଜରୀ କରି ମଣିଷରୁ କୁକୁର ହେଉଛନ୍ତି। ଆପଣ ଭିଡିଓରୁ ଦେଖିଲା ପରେ ଭାବୁଥିବେ ଯେ କାହିଁକି ଏମିତି ଜଣେ ବ୍ୟବସାୟୀ ଏତେ ଟଙ୍କା ଖର୍ଚ୍ଚ କରିକି ମଣିଷର କୁକୁର ହେଲେ। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଶରୀରଟି ପୁରା କୁକୁର ପରି ଏବଂ ମୁହଁଟି ଅଧା କୁକୁର ଏବଂ ଅଧା ମଣିଷ ପରି ଦେଖାଯାଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବେ। ତେବେ ଆପଣଙ୍କୁ ଜାଣିବା ପାଇଁ କହିଦିଆଯାଉଛି ଯେ ଏହି ଭିଡିଓଟି କୌଣସି ଏଆଇ ରେ ତିଆରି ହୋଇ ନାହିଁ। ଭାଇରାଲ ଭିଡିଓରେ ଯେଉଁ ବ୍ୟକ୍ତିକୁ ଆପଣ ଦେଖୁଛନ୍ତି ସେ ଜାପାନର ଟୋକୋ ନାମକ ଜଣେ ବ୍ୟକ୍ତି, ଯାହାଙ୍କର ପିଲା ବେଳରୁ ହିଁ କୁକୁର ପ୍ରତି ବହୁତ ସୌକ। ତେଣୁକରି ସେ ଚାହାନ୍ତି ଯେ କୁକୁର। ଭାଇରାଲ ଭିଡିଓରେ ଆପଣ ଯେଉଁ ବ୍ୟକ୍ତିଟିକୁ ଦେଖୁଛନ୍ତି ସେ ହେଉଛନ୍ତି ଜାପାନର, ତାଙ୍କ ନାମ ଟୋକୋ। ସେ କୁକୁର ପ୍ରତି ଦେଖାଯାଉଥିବାର କଷ୍ଟ୍ୟୁମ ଯାହାକୁ 12 ରୁ 14 ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରିଥିଲେ ଏବଂ ସେହି ପୋଷାକକୁ ପିନ୍ଧିକି ସେ ଅବିକଳ କୁକୁର ପରି ଦେଖାଯାଆନ୍ତି। ତାଙ୍କର କୁକୁର ପ୍ରତି ପ୍ରେମ ଥିବା ଯୋଗୁଁ ସେ ଏମିତି କରନ୍ତି ଏବଂ ଜାପାନର ପାର୍କ ରାସ୍ତାରେ ମଧ୍ୟ ବୁଲନ୍ତି। ଏହା କୌଣସି ସର୍ଜରୀ ନୁହେଁ। ଏହି ଭିଡିଓଟି ବହୁତ ପୁରୁଣା ଏବଂ ଏହା କୌଣସି ଏଆଇ ରେ ତିଆରି କରାଯାଇ ନାହିଁ। ଏହି ଭିଡିଓରେ ଆପଣ ଯେଉଁ ବ୍ୟକ୍ତିକୁ ଦେଖୁଛନ୍ତି ସେ ଗୋଟିଏ ପୋଷାକ ପିନ୍ଧି, ଯେଉଁ ସ୍ପେଶାଲ ପୋଷାକ ଅବିକଳ କୁକୁର ପରି ଡିଜାଇନ କରାଯାଇଛି, ସେହି ପୋଷାକକୁ ପିନ୍ଧିକି ସେ କୁକୁର ପରି ଦେଖାଯାଆନ୍ତି ଏବଂ କୁକୁର ପରି ବ୍ୟବହାର କରନ୍ତି, ଯାହାକୁ ସୋସିଆଲ ମିଡିଆରେ ଯେ କେହି ବି ଦେଖିକି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ତାଙ୍କ ମନରେ ଗୋଟିଏ ବିଚାର ଆସେ ଯେ କାହିଁକି ଜଣେ ବ୍ୟକ୍ତି ମଣିଷର କୁକୁର ହେଲେ ଏତେ ଟଙ୍କା ଖର୍ଚ୍ଚ କରିକି 2.5 କୋଟି ଖର୍ଚ୍ଚ କରି ହେଲେ ମଣିଷର କୁକୁର। ଏହି ନ୍ୟୁଜଟି ଆପଣ ଦେଖିଥିବେ। 220 କୋଟିର ମାଲିକ ମଣିଷରୁ ହେଲେ କୁକୁର। ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି।